1730 ଖ୍ରୀଷ୍ଟାବ୍ଦ ଢେଙ୍କାନାଳର କାବରା ଗ୍ରାମରେ ଜନ୍ମ ହେଲେ ଓଡ଼ିଶା ସାହିତ୍ୟ ଆକାଶର ଜଣେ ଅସାମାନ୍ୟ ପ୍ରତିଭା ସମ୍ପନ୍ନ ପୁରୁଷ କବି ବ୍ରଜନାଥ ବଡ଼ଜେନା। ରୀତିଯୁଗର ପଦ୍ୟ ସାହିତ୍ୟ ସର୍ବସ୍ୱ ପରମ୍ପରା ମଧ୍ୟରେ ସୃଷ୍ଟି ହେଲା ଏକ ଅନବଦ୍ୟ କଥା ସାହିତ୍ୟ ଚତୁର ବିନୋଦ, ଯାହାର କାବ୍ୟିକ ବୈଚିତ୍ର୍ୟ ଓ ଆଦର୍ଶର ମୂଲ୍ୟବୋଧ ଯୁଗ ଯୁଗ ଧରି ସମାଜକୁ ଦିଗ୍ଦର୍ଶନ ଦେଇ ଆସୁଥିବ। ଚତୁର ବିନୋଦର ମୂଳ ରସ ଶୃଙ୍ଗାର ଉପରେ ଆଧାରିତ ହୋଇଥିଲେ ମଧ୍ୟ ସେଥିରେ ଅନ୍ୟ ସମସ୍ତ ରସର ଅବତାରଣା କରାଯାଇ ତାହାକୁ ରସ ସର୍ବସ୍ୱ କରାଯାଇଛି। ହାସ, ରସ, ନୀତି ଓ ପ୍ରୀତି ରୂପକ ଚାରି ବା ଚତୁର ଧାରାକୁ ଅବଲମ୍ବନ କରି ବିନୋଦର ମାଧୁର୍ଯ୍ୟ ଆସ୍ୱାଦନ କରାଇବା ହିଁ ଥିଲା କବି ବଡ଼ଜେନାଙ୍କ ଚତୁର ବିନୋଦ ରଚନାର ମୂଳ ଉଦ୍ଦେଶ୍ୟ। କବିଙ୍କର ସେହି ମହାନ ସୃଷ୍ଟିକୁ ଉପସ୍ଥାପନା ସମୟରେ ଆମେ ତାର କାହାଣୀ ଓ ଚରିତ୍ରମାନଙ୍କୁ ଯଥାସମ୍ଭବ ଅପରିବର୍ତ୍ତିତ ରଖିବାର ପ୍ରୟାସ କରି କେବଳ କାହାଣୀର ମନସ୍ତାତ୍ତ୍ୱିକ ଓ ବ୍ୟବହାରିକ ଦୃଷ୍ଟିକୋଣକୁ ସାମାଜିକ ମୂଲ୍ୟବୋଧର ରୂପ ଦେଇ ଆପଣମାନଙ୍କ ସମ୍ମୁଖରେ ତୁଳି ଧରିବାର ପ୍ରୟାସ କରିଛୁ ମାତ୍ର। Pani sare sani pani sare sani pani sare 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 chatura binoda katha eto chatura binoda katha eto guni janankara katha eto guni janankara katha asarasa 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 niti priti niti priti niti priti niti priti asarasa niti priti eto braja bada jena niti Iyasi priti ku jiviba paiki lodai kari panta Iyasi priti ku jiviba paiki lodai kari panta Chatura binoda chatura binoda chatura binoda chatura binoda chatura ତୁମେ ଦୁଇ ଜଣ ଆସିଲ ଅଥଚ ଅନ୍ୟ ଜଣ କାହାନ୍ତି? ମୁଁ ଫେରି ଆସିଛି ପ୍ରଭୁ, ହେଲେ ମୁଁ ଫୁଲ ପାଇଲି। ଫୁଲ ପାଇଲ ନାହିଁ ଅଥଚ ଏମିତି ପ୍ରଫୁଲ୍ଲ ଦିଶୁଛ କଣ? ଚିତ୍ରାଙ୍ଗୀକୁ ବିବାହ କରିବାର ଇଚ୍ଛା ନାହିଁ? ଏ ତ ବଡ଼ ବିଷମ କଥା ହେଲା।
ହସ୍ତକଲେ ରସିକମାଳୀ ଓ ହିମଗୁଣ ଅଥଚ ଚିତ୍ରାଙ୍ଗୀକୁ ବିବାହ କରିବ ମିତ୍ରମଣ୍ଡନ, ତାହେଲେ ମୋ ସତ୍ୟ କଣ ମିଥ୍ୟା ହେବ? ଏଇ କନ୍ୟାଟିକୁ ପାଇବ କିଏ? ସନ୍ନ୍ୟାସୀ ଯାହାକୁ କହିବେ ନା, ନହେଲେ ସିଏ ଅଭିଶାପ ଦେଲେ ସବୁ ଭସ୍ମ ହେଇଯିବନି। ନାଇଁ 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 ସେମିତି କେମିତି ହବ? ଆ କଥାରେ ପରା ଅଛି, ଯିଏ ଯାହାକୁ ରସିଲା ତାକୁ କିଆ ଫୁଲ ପରି ବାସିଲା। ଆପଣ ମାନଙ୍କ କଥା ଶୁଣି ମୋର ଗନ୍ଧର୍ବ କୂଳ ଗୋପାଳ କଥା କହିବାକୁ ମନେ ହେଉଛି। ହଏ ପଣ୍ଡା ମହାଶୟ, ଆ ସେ ପୁଣି କିଏ? ଇଏ ଆଉ ଗୋଟିଏ ଗପ। ଗନ୍ଧର୍ବ କୂଳରେ ଗୋପାଳ ନାମରେ ଏକ ଲୋକ ଥିଲା। ତା ସ୍ତ୍ରୀର ନାମ ବିନୋଦିନୀ। ବିମ୍ବାଧର ବୋଲି ତାର ଛୋଟ ପୁଅଟିଏ ବି ଥାଏ। ନାଇଁ ନାଇଁ କିଏ ମାଇଲା ମୋ ବାପାକୁ? ଓହୋ ଓହୋ ତମେ ଏମିତି ପିଲାଙ୍କ ଭଳିଆ କାନ୍ଦୁଛ କଣ? ଚାକିରିକି ଗଲା ବେଳେ ତମେ ଯଦି ଏମିତି କାନ୍ଦିବ ତାହେଲେ ବିଦେଶରେ ମୋ ମନ କାମରେ ଲାଗିବ ତ? ନିଅ ପୁଅକୁ ଧର। हे माँ भासुड़ी, यांकु तू ही रक्षा करिबु लो माँ। पुणी केबे आसीबो जे? ता पुणी मु केमिति कहबी? राजा घर कथा, छुट्टी मिलले सिना आसीबी। से कथा मु किछि सुनिबिनी। आसंता सावित्री को तुमको जेमिति हेले आसीबा को हबो। तमे मोटे व्यस्त हुआ ना, मु सावित्री की निश्चय आसीबी। हेई पुअर देह पा कथा तुमको लागिला? की कथा कहूछ जे? ये पर हमर एक कोइरबळा विसिकेशन। तमे कोन भाबुछ? मु कोन ताकू केबे हेले अंतर करि परिबे? हौ मु ताल जाउची। निहाती किछि असुविधा हेले पाई को हाथ रे खबर दबो। हौ मु सावित्री की निश्चय आसीबी। जाउची बापा। କଣ ଗନ୍ଧର୍ବ ଚାକିରି କି ଚାଲିଲ? ହଁ ଆଜ୍ଞା ଚାଲ ମୁଁ ଯାଉଛି ଆଜ୍ଞା। ଚାଲ 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 ବାବୁ। ଘରେ ତୋର ପିରତି ନାଟ ଜୋର ଜମିବ ନା କଣ? ଘରେ ଯିବା ସ୍ତ୍ରୀକୁ ଛାଡିକି ଗଲେ ନାଟ ହବନି ତ କଣ ହବ? କହ ବ୍ରାହ୍ମଣ ଟୋକା ଚାକିରି କି ଚାଲିଲା। ନାଚି ତ ନାଟ ଲଗେଇ ମାନ ମହତ୍ଵ ନାହିଁ କି ଲାଜ ଶରମ ନାହିଁ। କି ଯୁଗ ହେଲା କେଜାଣି, ଜାତି ନାହିଁ କି ଧର୍ମ ନାହିଁ। ଛି 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 ଛି। ବିନୋଦିନୀ ବିନୋଦିନୀ ये खुशी को गाँ वाला सही पाउछथि। बिनोदिनी ये चोरा विरोधी कथा दांडरे पड़ी हाटरे गलनी किछ गोटे उपाय न कले। की उपाय करिबी जे? मते तो किछि हेले बुद्धि देखा जाउ नहीं। अरे ये बलिया बारिक बुझलटी, ये बलिया बारिक मुंडरे बुद्धि अच्छी। एई हाथ रे पूरा खुर धरिकी केते कोन नंडा करिची। आ ये गां वाला नंडा करि परिबनी किछि व्यस्त हो। मते भारी डर माडुची। चिन्हा लोक गडा को टाही टापरा कले सही होबटी? ना ना मु पारिबिनी। हेठी तमे किछि गोटे व्यवस्था करो, नहले मु सत्य कहूची बेकरी दौड़ी दे आत्महत्या करिबे। एई
ଏଇଭଳିଆ କଥା ମୁହଁରେ ଧରନ୍ତି ତମେ ଗୋଟେ ଶୁଣ ମୁଁ କଣ କହୁଥିଲି କହିଲ ଚାଲ ଏ ଗାଁ ଛାଡି ଏ ରାଇଜ ଛାଡି ଆଉ ଗୋଟେ କୋଉଠିକି ପଳେଇବା ହଁ ବିଦେଶରେ ଗଲେ ଆମେ ଚଳିବା କେମିତି? ସେଠି ଖାଇବା କଣ? ଆରେ ଏ ନାପି ତମ ଦ୍ରୁତ ହାତରେ ଖୁରା ମୁଠି ଅଛି ମାନେ ପେଟକୁ ଦାନା ଅଭାବ ହବନି ବୁଝିଲ ଆରେ କଥାରେ ପୁରା ଅଛି ଭଣ୍ଡାରୀ ମୁଠି ଟଙ୍କା 6ଟି ବୁଝିଲ ଆଉ ୟାକୁ 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 ହଟା ତାକୁ ନାଇଁ ନାଇଁ ତାକୁ ତାକୁ ତ ବାପ ସାଙ୍ଗରେ ପଠେଇଦେଲନି ଏଇଟା ଗୋଟେ ମଝିରେ ରଖିକି ତମେ ଗୋଟେ ବୁଝିଲ କିଏ କାଁ ଚାଲିଛ ସବୁ ଆଚ୍ଛା ହଉ ଯେତେବେଳେ ତମର ମୋର ଆଉ କିଏ ଅଲଗା ଚାଲ ତାକୁ ବି ସାଙ୍ଗରେ ନେଇଯିବା କାଇଁ ତମେ ତ ଏ ଦେଶର ଲୋକ ଭଳିଆ ଜଣା ପଡୁନା ହଁ ନା ମାନେ ଆମେ ଆଜ୍ଞା ଏ ଦେଶକୁ ମାନେ ତୀର୍ଥ କରି ଆଇଛୁ ତୀର୍ଥ କରି ଆସିଛ ଆଜ୍ଞା ତୀର୍ଥ କରି ଆସିଛ ହାତରେ ଛୁଆଟିଏ ହଁ ହଉ ହଉ ଠିକ ଅଛି ହେଲେ ଏ ଘରେ ଆଇଁଷ ଖାଇବାକୁ ମନା କିନ୍ତୁ କାହିଁକି ଆଜ୍ଞା ମୋ ସ୍ତ୍ରୀ ସନ୍ତାନ କାମନା କରି 14 ବର୍ଷ ହେଲା ବ୍ରତ ଧାରଣ କରିଛନ୍ତି ବୁଝିଲ ସେଥିପାଇଁ ଆଇଁଷ ଖାଇବାକୁ ମନା ଓହୋ ହଁ ଆମେ ତ ଆଜ୍ଞା ତୀର୍ଥ କରି ଆଇଛୁ ଆଇଁଷ ଫାଇଁଷ କାହିଁ ଖାଇବୁ ହଉ ହଉ ଠିକ ଅଛି ଏ ଚାବି ନିଅ ଆଜ୍ଞା ଇଏ ଛୁଆଟି ବହୁତ ସମୟ ହେଲା ଶୋଇ ପଇଲାଣି ତାକୁ ନେଇ ଘରେ ଶୁଆଇ ଦିଅ ହଉ ମୁଁ ଆସୁଛି ନମସ୍କାର ଧର तुम रूप तुम यौवन देखी मरी जाती कि सतरे तुम्हें केते सुंदर ए रूप ए यौवन सब तो तुमको देछि
ରାଉ 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 ହଉଛି ବୁଝିଲ ଘଣ୍ଟାଟାକୁ ରାସ୍ତାରେ ଉଠେଇବାକୁ ଠିକ ଅଛି କାଲି ସକାଳୁ ମୁଁ ଏହାର ବନ୍ଦୋବସ୍ତ କରିବି। ଆରେ ଶୁଣୁଛ ଛୁଆ ଟିକେ ଦେଖି ଆସିଲି ଆଜି କୌତୁକିଆ ହେଇଛି ମ ଆସ ଆସ ଆରେ ବାବୁ କଣ କିଛି ଅସୁବିଧା ହେଲା କି ଘର କଣ ପସନ୍ଦ ଆସୁନାହିଁ ନା କଣ ଚୁଆନ ଟୋକା ହେଇଛ ମନ କାହିଁକି ଉଣା କରୁଛ ମ ମନ ହୁଣ ଆମ ପାଇଁ ନୁହେଁ ଆଜ୍ଞା ଆମ ଛୁଆଟା ପାଇଁ। ଛୁଆ ହଁ ଆଜ୍ଞା ଗୁରୁଙ୍କ ଆଦେଶରେ ଆମେ ତୀର୍ଥରେ ବାହାରିଛୁ ତୀର୍ଥ କରିବୁ ପୁଣ୍ୟ କରିବୁ କିନ୍ତୁ ଆଜ୍ଞା ମତେ ଗୋଟେ କଥା ବୁଝେଇ ଦେଲେ ଆମ ଛୁଆଟାକୁ ତ ଗୁରୁ ଆଦେଶ ଦେଇନାହାନ୍ତି ସିଏ ଆମ ସାଙ୍ଗରେ ବୁଲିକି ଯୋଉ ଦହଗଞ୍ଜ ହଉଛି ସେ ଆଜ୍ଞା ପାପ କରୁଛି ନା ପୁଣ୍ୟ କରୁଛି? ଇଏ ତ ବଡ ଅଗୁଆ ପ୍ରଶ୍ନ ସେଇଥିପାଇଁ ମୁଁ କହୁଥିଲି ଆଜ୍ଞା ଆମେ ତୀର୍ଥରୁ ଫେରିଲା ପରେ ଯଦି ଛୁଆଟା ଆପଣମାନଙ୍କ ପାଖରେ ରହିଯାଇଥାନ୍ତା ଆମ ପାଖରେ ରହିବ ମତେ ମା ମା ବୋଲି ଡାକିବ ନିତିଦିନ ପୂଜା ବ୍ରତ ମୋର ସଫଳ ହବ। ଏଇଠି ବାବୁ ଗୋଟାଏ ସତ ତମେ ତୀର୍ଥରୁ ଫେରି ଆସିଲା ପରେ ସେ ଛୁଆକୁ ଆଉ ତମେ ନେଇପାରିବନି ସେ ଛୁଆ ଆମର ହବ। ନା 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 ତମେ ସେମିତି କରନି ମୋ ପାଖରୁ ମୋ ପିଲାକୁ ଛଡେଇନି ମୋ କୋଳ ଶୂନ୍ୟ କରିଦିଅନି। ଆରେ ଶୁଣ ପିଲାଟା ଆମ ସାଙ୍ଗରେ ବୁଲିଲେ ହଇରାଣ ହବନି ପିଲାଟା ଏଠି ରହିବ ଭଲରେ ରହିବ ଖାଇ ପିଇ ବଡ ମଣିଷ ହବ ଆମେ କଣ ସେତେବେଳେ ଖୁସି ହବନି? ହଉ ଠିକ ଅଛି ଗୁରୁଙ୍କ ଆଜ୍ଞାକୁ ଯଦି ଅବଜ୍ଞା କରିବାର ଅଛି ତାହେଲେ ଚାଲ ଗାଁକୁ ଫେରି ଚାଲ। ନା ନା ତମେ ସେ କଥା କୁହନି। ସେଇଥିପାଇଁ କହୁଥିଲି କି ତମର ତ ବଳ ବୟସ ଅଛି ପିଲାଟାକୁ ମତେ ଦେଇଯା ଏଇଠି ତମେ ଆଜ୍ଞା ଟିପ ଚିନ୍ତା ଦିଅ। ହଁ ଦିଅ ଟିପ ଚିହ୍ନ ଦିଅ 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 ଏଇ ଟିପ ଚିନ୍ତା ଦିଅ ଦିଅ ଓ ଆସ ଆଉ ଟିକେ ପଛକୁ
ତମେ ମୋଟେ ବ୍ୟସ୍ତ ହୁଅ ନା, ମୁଁ ସାବିତ୍ରୀ କି ନିଶ୍ଚୟ ଆସିବି। ହେଇ ପୁଅର ଦେହ ପା କଥା ତମକୁ ଲାଗିଲା? କି କଥା କହୁଛ ଯେ? ଇଏ ପରା ଆମର ଏକୋଇର ବେଳା ବିଶିକେଶନ। ତମେ କଣ ଭାବୁଛ ମୁଁ କଣ ତାକୁ କେବେ ହେଲେ ଅନ୍ତର କରିପାରିବି? ନା ମୋ ପୁଅ କାହିଁ, ମୋ ପୁଅ, ମୋ ପୁଅ କାହିଁ, ମୋ ପୁଅ, ମୋ ପୁଅ କାହିଁ, ମୋ ପୁଅ। ମୋ ପୁଅକୁ କିଏ ଦେଖିଛ? ମୋ ପୁଅକୁ, ମୋ ପୁଅ, ମୋ ପୁଅ, ମୋ ପୁଅ। ସତ କହୁଛୁ? ହଁ ଆଜ୍ଞା, ଶଙ୍କର ଭଗୁଆ ପରା ନିଜ ଆଖିରେ ଦେଖି ଆସିଛି। ରାଜାଙ୍କ ଘରେ ବିଚାର ଚାଲିଛି ପୁଅ କାହାର। କାହାର ନୁହେଁ ରେ, ସେ ମୋର, ସେ ମୋ ପୁଅ, ସେ କାହାର ନୁହେଁ, ସେ ମୋ ପୁଅ, ସେ ମୋ ପୁଅ, ସେ ମୋ ପୁଅ, ସେ ମୋ ପୁଅ। জগতে সবু ঘটই, জগতে সবু ঘটই, জনম দেবাঠু জীবন রখিবা, জনম দেবাঠু জীবন রখিবা, মহত পণিয়া কহি। স্নেহ মমতা সবু কিবা মিছ, বিরতি আগরে হয়ে যায় তুচ্ছ। স্নেহ মমতা সবু কিবা মিছ, বিরতি আগরে হয়ে যায় তুচ্ছ। মারুছি কিয়ে আউ তারুছি কিয়ে, মারুছি কিয়ে আউ তারুছি কিয়ে, ଏହି ତ ବିଚିତ୍ର କଥା, ଇତି ବିନୋଦର କଥା, ଏକ ଗୁଣୀଜନଙ୍କର କଥା, ଏକ ଚତୁର ଲୋକଙ୍କ କଥା।